ଦେଖିବାକୁ ଏକଦମ ଚିକେନ କଷା ଭଳି। ସ୍ୱାଦ ମଧ୍ୟ ତାଠାରୁ ବି କିଛି ଅଲଗା। ଆପଣମାନେ ଭିଡ଼ିଓଟିକୁ ନ ଦେଖିଲେ ବିଶ୍ୱାସ କରିପାରିବେନି ଏହା କେଉଁଥିରୁ ତିଆରି। ତ ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ନମସ୍କାର, ମୁଁ ରାନୀ ଆପଣମାନଙ୍କୁ ସ୍ୱାଗତ କରୁଛି ରାନୀ ହୋମ୍ କୁକିଂ ଚ୍ୟାନେଲରୁ। ମୁଁ ଏଠି 500 ଗ୍ରାମର ବଟମ ଛତୁ ନେଇଛି। ତାକୁ ଭଲସେ ଧୋଇବା ପାଇଁ ଗରମ ପାଣିରେ ରଖିଦେଇଛି। ଗରମ ପାଣିରେ କିଛି ସମୟ ରଖିଲା ପରେ ତାକୁ ମୁଁ ଏମିତି ଭଲସେ ହାତ ସାହାଯ୍ୟରେ ଧୋଇ ନେବି। ଉପର ଅଂଶ ନାଳୁଆ ହୋଇଥାଏ। ତାକୁ ଗରମ ପାଣିରେ ଧୋଇଲା ପରେ 2-4 ଥର ଥଣ୍ଡା ପାଣିରେ ମଧ୍ୟ ଧୋଇ ନେବି। 2-4 ଥର ଧୋଇଲା ପରେ ଛତୁ ଆମର କ୍ଲିନ୍ ହୋଇଗଲା। ଏବେ ଚାଲନ୍ତୁ ତାକୁ କାଟି ନେବା। ବଡ଼ ଛତୁକୁ ମୁଁ 4 ଖଣ୍ଡ ପିସେସ୍ କରିବି ଏବଂ ଛୋଟ ଛତୁକୁ 2 ଖଣ୍ଡ କରି କାଟି ନେବି। କଢ଼େଇ ଗରମ ଅଛି। ହାଲକା କିଛି ତେଲ ଦେଇ ଆମେ ତାକୁ ଫ୍ରାଏ କରିନେବା। ଛତୁରେ ପାଣି ଅଂଶ ରହିଥାଏ, ସେଥିପାଇଁ ଆମେ ତାକୁ ଭଲସେ ଫ୍ରାଏ କରିନେବା। ତା'ର ପାଣି ଅଂଶ ଶୁଖିଯିବ ଏବଂ ତରକାରୀ ମଧ୍ୟ ଆମର ପାଣିଚିଆ ଲାଗିବନି। ଦେଖନ୍ତୁ କିଛି ସମୟ ଫ୍ରାଏ କଲା ପରେ ପାଣି ଅଂଶ କେମିତି ବାହାରକୁ ବାହାରିଛି। ଏବେ ଛତୁ ହେଇଗଲାନି, ତାକୁ କାଢ଼ି ନେଇ ଆମେ କିଛି ଆଳୁ ଫ୍ରାଏ କରିବା। ଫ୍ରାଏ କରିବାକୁ ରଖି ଏପଟେ ଆମେ କଢ଼େଇ ଗରମ କରିବା। କିଛି ସୋରିଷ ତେଲ ଦେବା। ସୋରିଷ ତେଲ ଗରମ ହୋଇଗଲା ପରେ ସେଥିରେ କିଛି ଜିରା, 2ଟା ଅଳେଇଚ ଏବଂ କିଛି ଲବଙ୍ଗ ଦେଇଦେବି। ସେ ଭଲସେ ଗରମ ହେଲା ପରେ କଟା ହେଇ ରଖିଥିବା ପିଆଜକୁ ଆଡ଼୍ କରିବି। ପିଆଜକୁ ଏମିତି 3-4 ଥର ଓଲଟାଇକି ଭାଜି ନେବା, ଯେମିତି ତା'ର ଲାଲି କଲର୍ ଆସିବା ଯାଏ। ଲାଲି କଲର୍ ଆସିଗଲାନି ପିଆଜରେ। ଏବେ ଆମେ ଅଦା ରସୁଣ ପେଷ୍ଟକୁ ଆଡ଼୍ କରିବା। ତାକୁ କିଛି ସମୟ ଗୋଳେଇଲା ପରେ ତାହା ଦେହରେ ଆମେ ହାଲକା ପାଣି ଦେଇଦେବା। ଅଦା ରସୁଣ ପକାଇଲା ପରେ ହାଲକା ପାଣି ଦେଲେ ଗ୍ରେଭିଟା ଆମର ବହୁତ ସୁନ୍ଦର ବନିଥାଏ। ପିଆଜ ମଧ୍ୟ ଯେତିକ ରେଷ୍ଟ ରହିଥାଏ ତାହା ମଧ୍ୟ ସଫ୍ଟ ହୋଇଯାଏ। କିଛି ସମୟ ଗୋଳି ନେଲା ପରେ ଦେଖନ୍ତୁ ଏବେ ଆମେ ଗୋଟିଏ ଟମାଟୋକୁ ଆଡ଼୍ କରିବା। ଟମାଟୋ ମସଲାରେ ଭଲସେ ମିକ୍ସ କରିବା ପାଇଁ ଆମେ କିଛି ଲୁଣ ଦେଇଦେବା ଏବଂ ତାକୁ ଏମିତି ଗୋଳେଇ ନେବା। କିଛି ସମୟ ଆମେ ରେଷ୍ଟ ଛାଡ଼ିଦେବା। କିଛି ସମୟ ରେଷ୍ଟ ଛାଡ଼ିଲା ପରେ ତାହା ଦେହରେ ଆମେ କିଛି ଲଙ୍କା ଗୁଣ୍ଡ ଆଡ଼୍ କରିଦେବା ଏବଂ ଧନିଆ ଗୁଣ୍ଡ ଦେଇଦେବା, କିଛି ଗରମ ମସଲା ଏବଂ କିଛି କସୁରୀ ମେଥି। କସୁରୀ ମେଥି ଏମିତି ହାତ ସାହାଯ୍ୟରେ ତାକୁ ଚୁନା ଚୁନା କରିଦେବା, ସେ ଆରାମସେ ଭାଙ୍ଗିଯିବ ଏବଂ ଆମେ ତାକୁ ଦେଇଦେବା। ସବୁ ମସଲା ତକ ଆଡ଼୍ କରିସାରିଲା ପରେ ଆମେ ତାକୁ ଗୋଳେଇ ନେବା। ଗ୍ରେଭି ଆମର ଗାଢ଼ ଅଛି, ଆମେ ଟିକେ ପାଣି ଦେଇଦେବା। ତରକାରୀକୁ ଅଳ୍ପ ଆଞ୍ଚରେ ଅଧିକ ସମୟ କଷିବା ଦ୍ୱାରା ତରକାରୀର ଟେଷ୍ଟ ଭଲ ଆସିଥାଏ। ମସଲାରେ ଅଳ୍ପ ପାଣି ଦେଇ ତାକୁ ତେଲ ବାହାରିବା ଯାଏ ୱେଟ୍ କରିବା। ଦେଖନ୍ତୁ ଏବେ ମସଲା ଆମର ପରଫେକ୍ଟ ଭାବରେ ହୋଇଯାଇଛି, ତେଲ ମଧ୍ୟ ବାହାରକୁ ଆସିଯାଇଛି। ଏବେ ଆମେ ଫ୍ରାଏ କରି ରଖିଥିବା ଛତୁ ଏବଂ ଆଳୁ ତାହା ଦେହରେ ମିଶାଇ ନେବା। ଆଳୁ ଏବଂ ଛତୁକୁ ମସଲାରେ ଭଲ ଭାବରେ ଗୋଳେଇ ନେବା ଏବଂ କିଛି ସମୟ ପାଇଁ ତାକୁ ଆମେ ଭଲସେ କଷି ନେବା। ଭଲସେ କଷି ନେଲା ପରେ ତା ଦେହରୁ ତେଲ ଗୁଡ଼ାକୁ ବାହାରକୁ ବାହାରି ଆସିବ। ଦେଖନ୍ତୁ ଛତୁ ଏବଂ ଆଳୁରେ ମସଲା ଗୁଡ଼ା ପରଫେକ୍ଟ ଭାବରେ ମିଶିଯାଇଛି। ଯେପରିକି ଚିକେନ କଷା ଆମର ଦେଖାଯାଏ ସେହିପରି ଭାବରେ ଦେଖାଯାଉଛି ଏବଂ ତା'ର ବାସ୍ନା ମଧ୍ୟ ବହୁତ ସୁନ୍ଦର ହେଉଛି। ମସଲାକୁ ଆଉ ନ କଷି ତା ଦେହରେ ଆମେ ପାଣି ୟୁଜ୍ କରିନେବା। ପାଣି ମୁଁ ଏଠି ଗରମ ପାଣି ନେଇଛି ଏବଂ ଏତିକି କନସିଷ୍ଟାନ୍ସି ରଖିଛି। ତାକୁ ଭଲସେ ଗୋଳେଇ ନେଇ ତା ଦେହରେ ଆମେ କିଛି ଲୁଣ ଆଡ଼୍ କରିନେବା ଏବଂ ଢଙ୍କୁଣି ଦେଇ କିଛି ସମୟ ପାଇଁ ତାକୁ ଫୁଟିବାକୁ ରଖିଦେବା। 2-4 ମିନିଟ୍ ପରେ ଢଙ୍କୁଣି କାଢ଼ି ତରକାରୀକୁ ଚେକ୍ କରିନେବା। ତରକାରୀରେ ଆମର ଫୋଟ ଆସିଗଲାନି ଏବଂ ତା'ର କଲର୍ ମଧ୍ୟ ଚେଞ୍ଜ ହୋଇଯାଇଛି। ତରକାରୀ ଏତିକି କନସିଷ୍ଟାନ୍ସି ଅଛି। ଦେଖନ୍ତୁ ଏହାକୁ ରୁଟି ଏବଂ ଭାତରେ ଖାଇପାରିବେ। ଆଇଁଷ ବାର ଦିନ କିମ୍ବା ଘରକୁ କୁଣିଆ ଆସିଲେ ଏହି ତରକାରୀ ଆପଣମାନେ ଥରେ ବନେଇକି କୁଣିଆମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାର ଟେଷ୍ଟ ଆଇଁଷ ଠାରୁ ମଧ୍ୟ ବଳିଯିବ। ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେବା ଏବଂ ଗୋଟେ ପାତ୍ରକୁ ତାହା ସର୍ଭ ପାଇଁ କାଢ଼ି ନେବା। ଦେଖନ୍ତୁ ଗୋଟେ ପାତ୍ରକୁ ମୁଁ କାଢ଼ି ନେଇଛି। ଏବେ କିଛି କଟା ହୁଆ ଧନିଆ ପତ୍ର ମୁଁ ଦେଇଦେଉଛି। ଆପଣମାନେ ବି ଏହିପରି ଭାବରେ ଛତୁ ସବଜିକୁ ବନାନ୍ତୁ ଏବଂ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।